ମାନସ ଏ ମାନସ କାହିଁକି ତୁମେ କୁଆଡ଼େ ଯାଉଛ? अरे बाबा चंदन पिता बाबा मानस आस पथरी उत्सुमित हो उठू माँ सरस्वती पुआ माने आंभर प्राहत मा हेला बाबा हेला भगवान तमर मंगल करंतु पिता ए बाबा चंदन हम दुई भाई को खोजुथले पिता अरे बाबा कोन पाई तुमମାନଙ୍କୁ खोजिबी जाऊ काहाको खोजिबी पिता कोन पाई अरे मु पचारिबा कथा हेउची पिता तमे माने अरे कुआरे जाइथिल पिता मोना हमरा जोजरे भ्रमण करथली पिता ससरी हां पिता तापरे गुरुदेवଙ୍କ କଥା मने पड़िबारु मु टिके साक्षात करबा पय जाइथिली सत्यगिरी बाबा सेति पाय परा मोर आशीर्वाद टिके विलंब हे गेला हां पुत्र ठीक अछि पुत्र ए मानस माँ तो एते समय पर्यंत कोउटी थिलु धन माँ कहबी बा हां माँ मु आम राजदन सब सुदर्शन करने को जाइए सेठिका देशरा जी मो मानस पटले अवश्य मन रहब माँ ए भाई हाँ भाई तुम मध्य हमर राज प्रसाद रहिथिलु हाँ भाई हेले भाई मु तो तोते देखि पाइलेनी कौन है अरे कोउठी थिलु तुम्हें मत देखी पारलानी ना ना भाई अरे भाई भाई मु पर तुम पछपटरे थिली भाई सत कहछु हाँ भाई मु सत कहूची ठीक अछि सुन छप्रिया ए मानस माँ तू तो जानी छी धन हाँ माँ मते ते दंड न देखले केमिति पागल हेई हाँ माँ ले मु कहि दउची कौन माँ आज दिन ठो मते न जणैबा जाए तू कुआडे मध्य जीवुनी ठीक अच्छे माँ ठीक अच्छे तुमको न जणाव पर्यंत कुआडे भी जीवुनी ना कौन कछु भाई हां भाई हां पुत्र चंदन पिता। मानस पिता महारानी न कहबा पर्यंत तुमे कुआरे भी जाई पारिबो नाही ठीक अछि पिता एथरे जणे गले मध्य आपण मानकु जणे कि जीवु ठीक अछि ना कोन कुछ भाई हाँ भाई आपण ठीक कहिछ देखिलु भाई हमर टिके देरी हेला बली पिता माता हम भाई केते चिंता करथंती हाँ भाई एथरे जणे गले मध्य ताकु जणे के जीवा हाँ भाई हेले ताकु खुशी करबा पई किछु कहिबानी हाँ भाई पिता माता को निश्चय कहिबा हाँ भाई महारानी बरका बताओ प्रियारा देवा तुला बताओ प्रियारा प्रणाम घेन भरा प्रणाम घेन भरा हाँ भाई देवा तुला बताओ प्रियारा देवा तुला बताओ प्रियारा प्रणाम घेन भरा प्रणाम घेन भरा आमे दुई भाई आसियाछु भाई आमे दुई भाई आसियाछु भाई भैबाको भक्ति गले श्री पायरा अरे बाबा देवा तुला माता प्रियारा देवा तुला माता
জন্ম ଦେଇଛ ଏ ଦୁନିଆରେ ଜନ୍ମ ଦେଇଛ ଏ ଦୁନିଆରେ ତୁମେ ଚନ୍ଦ୍ର ସୂର୍ଯ୍ୟ ଆମ ଚଳା କରେ ଦେଇଛ ସତେ ଦେଇଛ ସତେ ତୁମେ ଦେବ ତୁମେ ଗୁରୁ ଏ ଜଗତେ ତୁମେ ସୃଷ୍ଟି କରତା ବିଶ୍ୱ ମଙ୍ଗଳ ବିଶ୍ୱ ବିଧାତା ତୁମେ ସୃଷ୍ଟି କରତା ବିଶ୍ୱ ମଙ୍ଗଳ ବିଶ୍ୱ ବିଧାତା ଦେଇଛ ସତେ ଜନ୍ମ ଜଗତେ ଦେଇଛ ସତେ ଜନ୍ମ ଜଗତେ ଧନ୍ୟ ହେ ପିତା ମାତା ଦେବତୁଲ୍ୟ ମାତା ପ୍ରିୟର ଦେବତୁଲ୍ୟ ମାତା ପ୍ରିୟର ପ୍ରଣାମ ଘେନ ଭର ପ୍ରଣାମ ଘେନ ଭର ଆମେ ଦୁଇ ଭାଇ ଆସିଅଛୁ ଭାଇ ଆମେ ଦୁଇ ଭାଇ ଆସିଅଛୁ ଭାଇ ହୋଇବାକୁ ଭକ୍ତି କଲେ ଶ୍ରୀବର ଦେବତୁଲ୍ୟ ମାତା ପ୍ରିୟର ଦେବତୁଲ୍ୟ ମାତା ପ୍ରିୟର ପ୍ରଣାମ ଘେନ ଭର ପ୍ରଣାମ ଘେନ ଭର ও বাবা ଦେଖିଲେ ମୋ ସାନ ଭାଇ ମୋ ସହିତ କେମିତି ଦୁଷ୍ଟାମି କରୁଛି ମୁଁ ଦେଖିପାରୁଛି ଆରେ ମାନସ ପିତା ସେ ପରା ତୋ ଜ୍ୟେଷ୍ଠ ଭାଇ ହଁ ପିତା ତୁ ପୁଣି ତା ସହିତ କାହିଁକି ଦୁଷ୍ଟାମି କରୁଛୁ ନାଇଁ ପିତା ମୁଁ ଦୁଷ୍ଟାମି କରିନି କରୁନି? ମୋ ବଡ ଭାଇ ଚନ୍ଦନ ମିଛ କହୁଛନ୍ତି ପିତା ହଁ ପିତା ମୁଁ ସତ କହୁଛି ଏ ମାନସ ହଁ ଭାଇ କଣ କହିଲୁ ମୋ ବଡ ପିତା ତାଙ୍କ ଆଗରେ ମିଛ କହୁଛି ହଁ ଭାଇ ଆପଣ ମିଛ କହୁଛ ଏଇ ମୁଁ ମିଛ କହୁଛି ନା ତୁ ମିଛ କହୁଛୁ କହିଲୁ ହାରି ବୋକା ଆଜି ଯାଏ ଛୋଟରୁ ଏତେ ବଡ ହେଲି କେବେ ହେଲେ ମଧ୍ୟ ମୋ ପିତା ମାତାଙ୍କ ଆଗରେ ମିଛ କହି ନାହିଁ ଆଜି କାହିଁକି ମିଛ କହିବି କହିଲୁ ସତ କହ ମୋ ସହିତ ଦୁଷ୍ଟାମି କରିଥିଲୁ କି ନାହିଁ ହଉ ଭାଇ ସେ କଥାକୁ ଛାଡ ମୁଁ ତୁମ ସହିତ ମୋତେ ବି ଦୁଷ୍ଟାମି କରିବିନି ହେଲା ଭାଇ ହେଲା ଏ ମା ମୁଁ ମାନସକୁ ପରେ ବୁଝେଇ ଦେବି ଠିକ ଅଛି ମା ଠିକ ଅଛି ହେଲେ ଆରେ ବାବା ଚନ୍ଦନ ପିତା ମାନସ ହଁ ପିତା ସେମାନେ କେବେ ବି ଏମିତି ହବନି ଆଉ ଗୋଟିଏ କଥାରେ ବାବା କଣ ପିତା ନା ମହାରାଣୀ କାଲେନ୍ଦ୍ରୀ ସ୍ୱାମୀ ବୁଝଛ ତ ହଁ ହେଲେ ମୁଁ ତ ଦେଖିପାରୁଛ ପ୍ରିୟା ମୁଁ ଟିକେ ବୃଦ୍ଧ ଅବସ୍ଥା ହୋଇଗଲିଣି ବୁଝିପାରୁଛ କାହିଁକି ନା ଆଜି ମୁଁ ଆଉ ଏହି ରାଜ୍ୟ ଶାସନ କରିପାରିବି ନାହିଁ ସେହି ରାଜ୍ୟ ସିଂହାସନଟା ଅର୍ପଣ କରିବା ପାଇଁ ମୋ ମନରେ ମୁଁ ସ୍ଥିର କରି ସାରିଛି ପ୍ରିୟା ଏ ତୁମେ କଣ କରୁଛ ସ୍ୱାମୀ ଏ ମୁଁ ଠିକ କହୁଛି ପ୍ରିୟା ହଁ ମୋର ପୁରା ବୃଦ୍ଧ ଅବସ୍ଥା ବୁଝିପାରୁଛ ଆଉ ମୁଁ କାହାକୁ ଦେବା ପାଇଁ ସମର୍ଥ କିଛି ଜାଣିଛ କାହାକୁ ଏ ଜାଣିନି ଆଜି ଏହି ଦେବଗଡ଼ ରାଜ୍ୟରେ ପ୍ରଜାମାନଙ୍କର ଶାସକ ହେବ ମୋର ସେହି ଜ୍ୟେଷ୍ଠ ପୁତ୍ର ଚନ୍ଦନ ହଁ ଆଜି ଜ୍ୟେଷ୍ଠ ପୁତ୍ର ଚନ୍ଦନ ହେବ ଏହି ଦେବଗଡ଼ ରାଜ୍ୟରେ ରାଜା ହଁ ପୁତ୍ର ପିତା ହଁ ଆପଣ କଣ କହିଲେ ମୋ ପୁଣି ଦେବଗଡ଼ ରାଜା ବି ହଁ ହେଲେ ପିତା ମୋର ଏଇ ଯାଇ ସମୟ ହେଇନି ମୁଁ କେମିତି ରାଜା ସିଂହାସନ ବସେଇ ମୋ ପ୍ରଜାଙ୍କର ସେବା କରିପାରିବି ନା ନା ପିତା ନା ନା ମତେ ସେ ଅନୁମତି ଦିଅନ୍ତୁନି ମୋର ସମୟ ହେଇନି
আরে চন্দন পিতা কোন তোর সময় হয়নি না পিতা আরে মতে পরে দেখুଛୁ বৃদ্ধ অবস্থা হেলানি ହେଲେ ପିତା ଏଣୁ ମୁଁ କଣ ସତରେ ଏଇ ପ୍ରଜାଙ୍କର ସେବା କରିପାରିବି ପିତା ଚନ୍ଦନ ପିତା ତୁ ଆଉ କିଛି କହନି ମୁଁ ମାନେ ସ୍ଥିର କରିଛି ମାନେ ନିଶ୍ଚୟ ତୁ ସେହି ରାଜ୍ୟ ଶାସକ ହେବାକୁ ପଡ଼ିବ ଠିକ ଅଛି ପିତା ଏ। ଆପଣ ଯେତେବେଳେ ଚାହୁଁଛନ୍ତି ମୁଁ ଆମ ଦେବଗଣ ରାଜା ହେବା ପାଇଁ ହଁ। କହୁଛନ୍ତି ତାହେଲେ ମୁଁ ନିଶ୍ଚୟ ହେବି ଆଉ ଦେଖିବେ ପିତା ମୁଁ ଆପଣଙ୍କ କଥାକୁ ଅକ୍ଷର ଅକ୍ଷରେ ପାଳନ କରିବି କେବେ ହେଲେ ମଧ୍ୟ ପ୍ରଜାଙ୍କ ମୁହଁରେ ମୁଁ ହସ ଭରିଦେବି ହଁ କେବେ ହେଲେ ମଧ୍ୟ ତାଙ୍କ ଆଖିରେ ଲୁହ ଆଣିବା ପାଇଁ ଦେବିନି ପିତା ବାବା ଯେଉଁଦିନ ମୁଁ ତୁ ଶିରରେ ରାଜଶ୍ରୀ ମକୁଟ ଚଢ଼େଇବି ନା ସେହିଦିନ ମୁଁ ଯାହା କିଛି କହିବା କଥା ତୋତେ କହିବି ବୁଝିପାରୁଛୁ ଠିକ ଅଛି ପିତା ହେଲେ ହଁ ତ ମହାରାଣୀ କାଳିନ୍ଦ୍ରୀ ସ୍ୱାମୀ ଆରେ ପୁଅମାନେ କିଛି ଖାଇନି ଏମାନଙ୍କୁ ଖାଇବାକୁ ଦେଇଦେବ ହଁ ସ୍ୱାମୀ ଆଉ କଣ ଜାଣିଛ ନା ମୋର ବର୍ତ୍ତମାନ ସେହି ସଭା କାର୍ଯ୍ୟ ଉପସ୍ଥିତ ହଁ ମୁଁ ଟିକେ ସେହି ସଭା କାର୍ଯ୍ୟକୁ ଯାଉଛି ପୁଣି ଫେରି ଆସିବି ତୁମରି ନିକଟି ହଉ ସ୍ୱାମୀ ତେବେ ଆସୁଛି ପ୍ରିୟା ଆପଣ ନିଶ୍ଚିନ୍ତରେ ଯାଆନ୍ତୁ ଠିକ ଅଛି ଆସୁଛି ପୁତ୍ର ଆରେ, କିଛି ଖାଇ ନେବ ମାଂସରୁ ଦେଖ ବାବା, କିଛି ଖାଇ ନେବ ଭାଇ ଏ ମାନସ ଆରେ ପିତା କଣ କହିଲେ ତୁ ଶୁଣିଲେ ଭାଇ ପିତା କହୁଛନ୍ତି ହଁ ଭାଇ ମୁଁ ଆମ ଦେବଗଣ ରାଜା ହେବି ରାଜା ହଁ ଭାଇ ସତରେ କଣ ମୋ ପ୍ରଜାଙ୍କର ସେବା କରିପାରିବି ଭାଇ ଆରେ ଭାଇ ତୁମେ କଣ କହୁଛ ପ୍ରଜାଙ୍କର ସେବା ନିଶ୍ଚୟ କରିପାରିବ ଭାଇ ତୁ ସତ କହୁଛୁ ହଁ ଭାଇ ମୁଁ ସତ କହୁଛି ହେଲେ ଭାଇ ମତେ ଭୟ ଲାଗୁଛି ସତରେ କଣ ମୁଁ ପ୍ରଜାଙ୍କ ମୁହଁରେ ହସ ଭରି ଦେଇପାରିବି ହଁ ଭାଇ ପ୍ରଜାଙ୍କ ମନରେ ହସ ଭରି ପାରିବ ଭାଇ ଏ ଭାଇ ହଁ ଭାଇ ତୁ ଯଦି ମୋ ସହିତ ରହିବୁ ନା ତାହେଲେ ମୁଁ ନିଶ୍ଚୟ ପ୍ରଜାଙ୍କ ମୁହଁରେ ମୁଁ ହସ ଭରି ପାରିବି ହଁ ଭାଇ ମୁଁ ନିଶ୍ଚୟ ରହିବି ଠିକ ଅଛି ଭାଇ ଠିକ ଅଛି ମା ହେ ମା ମାଲୋ କହିଲା ନା ପୁଣି ମା ମା ନା ଛନ୍ନା ଗୁଡ଼ବା ଏ ମା ମାକୁ ମା ବୋଲି ଡାକିବି ତ ଆଉ କଣ ବୋଲି ଡାକିବି ମା ଚୁପ କର କେତେ ଥର ମନା କରିଛି ମତେ ମା ବୋଲି ଡାକିବନି କାହିଁକି ରାଗୁଛ ମା କାହିଁକି ନା ତୁ ମା ବୋଲି ଡାକିଲେ ମତେ ବିରକ୍ତ ଲାଗେ ଏ ମା ଆରେ କାହିଁକି ରାଗୁଛ ମୁଁ ତ କିଛି ବୁଝିପାରୁନି ମା ତମେ ଶୁଣିଲ ନା ମା ପିତା କଣ କହିଗଲେ ପିତା କହୁଛନ୍ତି ମୁଁ ଆମ ଦେବଗଣ ରାଜା ହେବି ରାଜା ଏ ମା ସତରେ କଣ ମୁଁ ପ୍ରଜାଙ୍କର ସେବା କରିପାରିବି ମା ମୋଲା ମୋର ଏ ପୁଣି ରାଜା ହବ ରାଜା ହେବୁ ନା ପ୍ରଜା ପାଳିବୁ ବା କାହିଁକି ରାଗୁଛ ଏ ମା ଯଦି ମୋର କୌଣସି ଭୁଲ ହେଇଯାଇଛି ତାହେଲେ ମତେ କ୍ଷମା କରିଦିଅ ମା ମୋ ସୁନା ମାଟ ପରା ମୋ ପୁରା ରାଗନି ଏ ମା ତମେ ପୁରା ମୋ ମା ତୁମେ ପୁରା ମୋ ଜନନୀ କାହିଁକି ମୋ ପୁରା ଅଭିମାନ ଆବେ କରିଛ ଚୁପ କର ତୋର ଭୁଲ ଏହା ଯେ ତୁ ମୋ ନିଜ ପୁଅ ନୁହଁ ତୁ ହଉଛୁ ମୋର ସାବତ ପୁଅ ଏ ମା କଣ କହିଲ ମା ମୋ ପୁଣି ତମ ସାବତ ପୁଅ ଏ ମା ଆରେ କାହିଁକି ତୁମେ ମତେ ସାବତ ପୁଅ ବୋଲି କହୁଛ ମୋ ପୁରା ତମ ବଡ ପୁଅ ଚନ୍ଦନ ଏ ମା ମୋ ସୁନା ମାଟ ପରା ମୋ ପରେ ରାଗଣି ମା ରାଗଣି ଯଦି ମୋର କୌଣସି ଭୁଲ ହେଇଯାଇଛି ତାହେଲେ ମୁଁ କାନ ଧରୁଛି ହାତ ଯୋଡ଼ି ମୁଁ ନେହୁରା ହେଉଛି ମତେ କ୍ଷମା କରିଦିଅ ମା କିନ୍ତୁ ମତେ ସାବତ ପୁଅ ବୋଲି କହନା ମା କହନା ଏ ମା ତୁମେ ପୁରା ମୋ ଠାକୁରାଣୀ ତୁମେ ପୁରା ମୋ ଦେବୀ ତୁମେ ପୁରା ମୋ ଜନନୀ ମା ଓ କଣ କହିଲୁ ମୁଁ ତ ମା କଣ କହିଲୁ ମୁଁ ତ ଜନନୀ ଆଲୋ ଆଲୋ ଆରେ ଦେଖ ନ ଦେଖିବା ଲୋକ ଦେଖ
କଇଁଚ କାଢୁଛି ବେକ। ଆରେ କ୍ଷୀରରେ ଧୋଇଲେ ଚିନିରେ ଥୋଇଲେ ନିମ୍ବ କି ମଧୁର ହଇବ। ଆଉ ଯେତେ ଯାହେଲେ ପରକି ଆପଣ ହଇବ। अरे କାହାକୁ ତୁ ପର ବୋଲି କହୁଛୁ? ମୋତେ କାହିଁକି ମୋତେ ପର ବୋଲି କହୁଛୁ? ମୁଁ ଛାଡ଼େ ମା, ମୁଁ ଛାଡ଼େ। ତୁ ମୋତେ 10 ମାସ 10 ଦିନ ଗର୍ଭରେ ଧରି ଜନ୍ମ ଦେଇନୁ ସତ। ହେଲେ ମା, ତୁ ପୁରା ମୋତେ ଛୋଟବେଳେ ଲାଳନ ପାଳନ କରି ବଡ଼ ମଣିଷ କରିଛୁ। ହଁ ଚନ୍ଦନ, ସେଇଟା ମୋର ମସ୍ତ ବଡ଼ ଭୁଲ ହେଇଗଲା। ଆଜି ଯାଏ ମୁଁ ତତେ ଦୟା ଦେଖେ ଲାଳନ ପାଳନ କରି ଆସୁଥିଲି। ସେଇ ସମୟରେ ତୁ ମରି ଯାଇଥାନ୍ତୁ, ତାହେଲେ ମତେ ଆଜି ଏଇ ଦିନ ଦେଖିବାକୁ ପଡ଼ିନଥାନ୍ତା। ତୁ ସେମିତି କହନା ମା, ତୁ ସେମିତି କହନା। ହେ ମା, ମୁଁ ତୋର କି ଦୋଷ କରିଛି ମା? କାହିଁକି ତୁ ମୋତେ ଏମିତି କଥାବାର୍ତ୍ତା ମୋ ସହିତ କରୁଛୁ? ମୁଁ କିଛି ବୁଝିପାରୁନି। ହେ ମା, ମୋ ପୁରା ତ ବଡ଼ ପସନ୍ଦ। ଆରେ ଯେବେଠୁ ମୁଁ ଆଗେ କରିଛି ତୋର ଏ ମୁହଁ ଦେଖିଛି ମୋ ମା। ହେ ମା, ମୋ ପୁରା ତ କୋଳରେ ଖେଳିଛି, ମୋ ପୁରା ତ ହାତ ଧରି ଚାଲିବା ଶିଖିଛି, ମୋ ପୁରା ତ ହାତରେ ଖାଇଛି। କାହିଁକି ତୁ ମୋତେ ପର ବୋଲି କହୁଛୁ? ମା, ସତ କହୁଛି ମା, ମୁଁ ତୋତେ ପୂଜା କରେ ମା, ପୂଜା କରେ। ଓ ସତରେ ତୁ ମତେ କେତେ ଭଲ ପାଉ? ସତ କହୁଛି ମା, ମୁଁ ତୋତେ ମୋ ଜୀବନଠାରୁ ବେଶୀ ଭଲ ପାଏ। ଓ ତୋ ଜୀବନ ଠାରୁ ତୁ ଅଧିକ ମତେ ଭଲ ପାଉ? ମା, ତାହେଲେ ତ ମୁଁ ଯାହା କହିବି ତୁ ତାହା ମାନି ନବୁ? ମା, ତୁ ଯାହା କହିବୁ, ତୁ ଯାହା କହିବୁ ମୁଁ ସେଇଆ ମାନି ନେବି ମା। କହ ମା, ମୋତେ କଣ କରିବାକୁ ହେବ? ତାହେଲେ ଶୁଣ, ମା, ତୁ ସେଇ କଦମ୍ବନୀ ଅରଣ୍ୟକୁ ଯାଇ ମୋ ପାଇଁ ଗୋଟିଏ ଜିଅନ୍ତା ହରିଣ ନେଇକି ଆସିବୁ। କଣ କହିଲୁ? ମୁଁ ପୁଣି ସେ କଦମ୍ବନକୁ ଯାଇ ତୋ ପାଇଁ ଗୋଟିଏ ଜିଅନ୍ତା ହରିଣ ନେଇକି ଆସିବି? ନାଇଁ ମା, ନାଇଁ। ତୁ ମୋତେ ସେ କଦମ୍ବନକୁ ପଠାନା ମା, ମୋତେ କ୍ଷମା କରିଦେବୁ। ମୁଁ ଯାଇପାରିବିନି ମା, ମୁଁ ଯାଇପାରିବିନି। ତୋର ପୁଣି ଏତେ ସାହସ, ତୁ ମତେ ମନା କରିବୁ? ଆରେ ଭାସି ଯାଉଥିଲୁ ମଝି ନଈରେ ଗୋଟେଇ ଆଣିଲି ତତେ, ଭାସି ଯାଉଥିଲୁ ମଝି ନଈରେ ଗୋଟେଇ ଆଣିଲି ତତେ। ଟାକୁଆ କାଳରେ ମାଉଁସ ଲାଗିଲା, ଜବାବ ଦଉଛୁ ମତେ? ତୋର ପୁଣି ଏତେ ସାହସ, ତୁ ମତେ ମନା କରିବୁ? ଆଜି ଯଦି ନ ଯିବୁ ନା, ମାରି ମାରି ତ ପିଠିରୁ ଛାଲ ଉତାରି ଦେବି ଚନ୍ଦନ। ଆରେ ତୁ ମତେ ଚିହ୍ନିନୁ? କ୍ଷମା କରିଦେବୁ ମା, ମୁଁ ଯାଇପାରିବିନି। ଆଉ ତୁ ଯୋଉ କାର୍ଯ୍ୟ ମୋତେ କରିବା ପାଇଁ କହିବୁ ନା, ମୁଁ ନିଶ୍ଚୟ କରିବି। ଚୁପ୍ କର। तोर पुणी एते साहस, तू मो मुह पे जवाब दोबारा आरंभ करुनी। अरे सुन बे, ए कलेंद्री को ना सुनिबार अभ्यास नहीं। आज मु तते मारी मारी जीवन रु मारी देबी। हाँ, मु तते मारी मारी जीवन रु मारी देबी। मालो, अरे काहे तुम मते माड़ मारुछ? नहीं, फूल चंदन दे तते पूजा करिबी पूजा। हे बा, काहे कि तुम जानी सुनी से मरण भोग मते ठेली दउछ, मा ठेली दउछ।
ତମେ ଜାଣିନ କି ମା ତମେ ଜାଣିନ କି ସେ କାଦମ୍ବରୀକୁ ଯିଏ ଥରେ ଯାଇଛି ସେ ଆଉ ଫେରିନି ମା ସେ ଫେରିନି ମତେ ତମେ ଯୋଉ କାର୍ଯ୍ୟ ମତେ ଦେବ ସେ କାର୍ଯ୍ୟ ମୁଁ ନିଶ୍ଚୟ କରିବି କିନ୍ତୁ ମା ସେ କାଦମ୍ବରୀକୁ ମତେ ପଠାଅ ନା ମା ମୁଁ ଯାଇପାରିବିନି ମା अब चुप कर तू मो कथा न मानी जणी देलु जे प्रकृत रे तुम साबत पुओ हां तुम रक्तर नुह ମା काहे कि ना तुम निज पुओ हेथिले तू मते मना करि थांतु ମା ତମେ ଜାଣି ରଖି ମା ତମେ ଜାଣି ରଖି ଦ୍ୱାପର ଯୁଗରେ ଦେବକୀ ଶ୍ରୀକୃଷ୍ଣକୁ ଜନ୍ମ ଦେଇଥିଲେ ସତ ହେଲେ ତାଙ୍କର ଲାଳନ ପାଳନ କରିନଥିଲେ ମା ଯଶୋଦା ମା ଶ୍ରୀକୃଷ୍ଣକୁ ଲାଳନ ପାଳନ କରି ବଡ଼ ମଣିଷ କରିଥିଲେ ସେ କଣ ତାଙ୍କୁ ସାବତ ପୁଅ ବୋଲି କହିଥିଲେ ମା अब चुप कर सही पुती पुराण र कथा मते आउ सुनाना आज सतरे तो टंटी कोना करी तो रक्त पी दिबी मां मत छाड़ी दियो मा छाड़ी